ଜଣେ ବ୍ୟକ୍ତି ଯେତେ ଦୁଷ୍ଟ ହେଉଥାଉ ନା କାହିଁକି ନା ସେ ଅସୁବିଧା ସମୟରେ ବା ବିପଦ ସମୟରେ ତାକୁ ସାହାଯ୍ୟ କରିବା ନିହାତି ଆବଶ୍ୟକ। ଏହାର ଗୋଟିଏ ଛୋଟ ଉଦାହରଣ ଆପଣଙ୍କୁ ଜଣାଉଛି। ଥରେ ଜଣେ ସାଧୁ ନଦୀ କୂଳରେ ଗାଧୋଉଥିବା ସମୟରେ ସେହି କ୍ଷିପ୍ର ସ୍ରୋତରେ ଗୋଟିଏ କଙ୍କଡ଼ା ବିଛା ଭାସି ଯାଉଥିବାର ସେ ଦେଖିଲେ। ସେ ଯେତେବେଳେ ହାତ ବଢ଼େଇ ନିଜ ପାପୁଲିରେ କଙ୍କଡ଼ା ବିଛାଟିକୁ ଉପରକୁ ଉଠାଇ ଆଣିବାକୁ ଚାହିଁଲେ, ଠିକ୍ ସେତିକି ବେଳେ କଙ୍କଡ଼ା ବିଛାଟି ତାର ନାଉରରେ ତାଙ୍କ ହାତକୁ ଦଂଶନ କଲା। ତାଙ୍କ ହାତରୁ ବିଛାଟି ପୁଣି ପାଣି ସ୍ରୋତରେ ଖସି ପଡ଼ିଲା। ଏହିପରି ଭାବରେ ସେ ପୁଣି ହାତ ବଢ଼େଇ ସେ ପାପୁଲିରେ ସେ କଙ୍କଡ଼ା ବିଛାଟିକୁ ଆଣିଲେ। କଙ୍କଡ଼ା ବିଛାଟି ପୁଣି ମଧ୍ୟ ଦଂଶନ କଲା, କିନ୍ତୁ ସାଧୁ ଏହାର କିଛି ପ୍ରତିଶୋଧ ନ ନେଇ ବା ପ୍ରତିଶୋଧ ପରାୟଣ ନ ହୋଇ ଶାନ୍ତମନ ଭାବରେ ସେ କଙ୍କଡ଼ା ବିଛାଟିକୁ ନଦୀର କୂଳ ଉପରକୁ ଉଠାଇ ଆଣିଲେ। ଏହି ସମୟରେ ସେହି ବାଟରେ ଯାଉଥିବା ଜଣେ ଯୁବକ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସାଧୁଙ୍କୁ ଆସିକି ପଚାରିଲା, ସାଧୁ ମହାଶୟ, ଆପଣ କଙ୍କଡ଼ା ବିଛାଟିକୁ ଉପରକୁ ଉଠାଇ ଆଣିଲେ କାହିଁକି? ସେ ତ ଆପଣଙ୍କୁ ବାରମ୍ବାର ଦଂଶନ କରୁଥିଲା। ଆପଣ ତାକୁ ସେ ନଦୀରେ ଛାଡ଼ିଦେବାର ଉଚିତ ଥିଲା। ଆପଣଙ୍କୁ ବହୁତ ଯନ୍ତ୍ରଣା ହେଉଥିବ, ଏହା କାହିଁକି କଲେ? ସାଧୁ ଉତ୍ତର ଦେଲେ, ଦେଖ ମହାଶୟ, ସେ ଯେତେ ଦୁଷ୍ଟ ପ୍ରକୃତି ହେଇଥାଉ ନା କାହିଁକି, ତାର କାମ ହେଉଛି ମଣିଷକୁ ଦେଖିବା ମାତ୍ରେ ବା ଯେକୌଣସି ଜୀବକୁ ଦେଖିବା ମାତ୍ରେ ଦଂଶନ କରିବ। ତେଣୁ ସେ ତା କାର୍ଯ୍ୟ କଲା। ମୁଁ ଜଣେ ସାଧୁ, ତେଣୁ ମୁଁ ମୋର କାର୍ଯ୍ୟ କଲି। ଏଥିରେ ମୋର କୌଣସି କିଛି ଅସୁବିଧା ମଧ୍ୟ ହେଲା ନାହିଁ। ହାତ ଅବଶ୍ୟ ବିନ୍ଧା ହେଉଛି, ସିଏ ଧୀରେ ଧୀରେ କମିଯିବ। ତେଣୁକରି ଆମେ ଜାଣିଲେ ଯେ ଜଣେ ଯେତେ ଦୁଷ୍ଟ ହୋଇଥାଉ ନା କାହିଁକି, ଆମେ ଯଥାସମ୍ଭବ ତାକୁ ସାହାଯ୍ୟ କରିବା। ରହୁଛି। ଜୟ ଜଗନ୍ନାଥ।